2025 ବର୍ଷ ଶେଷ ହେବାକୁ ଯାଉଛି। ତ ମେଷ ରାଶିମାନଙ୍କ ପାଇଁ କିପରି ରହିବ 8 ଡିସେମ୍ବରରୁ 14 ଡିସେମ୍ବର। ତ ଚାଲନ୍ତୁ ବିସ୍ତାରରେ ଜାଣିବା। ସ୍ୱାସ୍ଥ୍ୟରେ ଆପଣଙ୍କର ସ୍ୱାମୀ ହେଉଛନ୍ତି ମଙ୍ଗଳଦେବ ଧନୁରାଶିରେ ପ୍ରବେଶ କରିଛନ୍ତି। ତ ଛୋଟ ମୋଟ ହେଲ୍ଥ ଇସ୍ୟୁ ରହିପାରେ। ଇଏନ୍ଟିର ପ୍ରୋବ୍ଲେମ୍ ଯେମିତି ମୁଣ୍ଡ ବିନ୍ଧା, ଆଇ ପ୍ରୋବ୍ଲେମ୍ ରହିପାରେ। ନଚେତ୍ ବିଶେଷ କୌଣସି ବଡ଼ ପରିଶାନି ନାହିଁ, କିନ୍ତୁ ଛୋଟ ମୋଟ ପରିଶାନି ଆପଣଙ୍କୁ ରହିବ ଆପଣଙ୍କ ହେଲ୍ଥରେ। ତ ଧନୁସ୍ଥିତି ଦେଖିବାକୁ ଗଲେ 8ରୁ 14 ତାରିଖ ପର୍ଯ୍ୟନ୍ତ ଧନୁସ୍ଥିତି ୱାଣ୍ଡରଫୁଲ୍ ରହିବ, ବହୁତ ଭଲ ରହୁଛି। କୌଣସି ବଡ଼ ଧନ ଆପଣଙ୍କୁ ମିଳିପାରେ। ଧନ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ଖୁସି ଖବର ଆପଣ ପାଇପାରନ୍ତି। ଅଟକିଥିବା କାର୍ଯ୍ୟ ମଧ୍ୟ ଏହି ସମୟରେ ଆପଣଙ୍କୁ କରିବେ ଓ ଅଟକିଥିବା ଧନ ମଧ୍ୟ ଆପଣଙ୍କୁ ଏହି ସମୟରେ ମିଳିବ। ପରିବାରର ବିବାହରେ ମଧ୍ୟ ଖର୍ଚ୍ଚ ହୋଇପାରେ। ଆପଣଙ୍କର ପଇସା କିନ୍ତୁ ଫ୍ଲୋ ବହୁତ ଭଲ ରହୁଛି, କିନ୍ତୁ ଖର୍ଚ୍ଚ ମଧ୍ୟ ହୋଇପାରେ। ପରିବାରରେ ଦେଖିବାକୁ ଗଲେ କୌଣସି ଇଲେକ୍ଟ୍ରୋନିକ୍ ଜିନିଷରେ ଖର୍ଚ୍ଚ ହୋଇପାରେ, କିନ୍ତୁ ପରିବାରଙ୍କ ସାଥିରେ ଆପଣଙ୍କର ସମୟ ବ୍ୟତୀତ ହେଉଛି, ମାନେ ପରିବାର ଭାବ ମଧ୍ୟ ଆପଣଙ୍କର ବହୁତ ଭଲ ରହୁଛି। ଆପଣଙ୍କର ଲଭ୍ ରିଲେସନ୍ ଓ ଦାମ୍ପତ୍ୟ ଜୀବନ ଦେଖିବାକୁ ଗଲେ ଆପଣଙ୍କ ପାର୍ଟନରଙ୍କ ସହିତ ବହୁତ ଭଲ ରିଲେସନସିପ୍ ରହୁଛି। 14 ତାରିଖ ପର୍ଯ୍ୟନ୍ତ, 8ରୁ 14 ତାରିଖ ପର୍ଯ୍ୟନ୍ତ ପାର୍ଟନର ବି ଆପଣଙ୍କୁ କୌଣସି ଖୁସି ଖବର ଦେଇପାରନ୍ତି। ପାର୍ଟି ଫଙ୍କସନ୍ କିମ୍ବା ମହଲ ବୁଲି ଯାଇପାରନ୍ତି ଏହି ସମୟରେ। ଏହି ସପ୍ତାହ ମେଷ ରାଶିମାନଙ୍କ ପାଇଁ କ୍ୟାରିୟର କ୍ଷେତ୍ରରେ ମଧ୍ୟ ଭଲ ରହୁଛି। ଆପଣ ବିଜି ରହିବେ। ଆପଣ ଏହି ସପ୍ତାହ ପୁରା ମୌଜ ମସ୍ତିରେ ଆପଣଙ୍କର କଟିବ। ତ ଜୟ ଜଗନ୍ନାଥ। ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁନି।